ମିଛ ହଁ ରହ তাহলে দ্রৌপদী কি পচারে ব্যাস ହଁ ଆଜ୍ଞା বলে ঝিও ଓ তো বাপা মা তোর কেতেটা না ଦେଇଛନ୍ତି ଚାରିଟା কেতেটা ଚାରିଟା অড়ুয়া হয়ে গলা আর যদি পাঁচটা কহি দেইথান্তা পাঁচ ভাইଙ୍କ সাঙ্গে পাঁচটা না সুঝি যাইতান্তা দেখন্তু আজ্ঞা आपण माने पुणी এই বিআর মুভিজ চ্যানেল মাধ্যমে প্রশ্ন করি পারନ୍ତି এটা কোউ পুরাণରୁ কହୁଛ ଆଜ୍ଞା ଏ କଥା ବି ପ୍ରଶ୍ନ ହେଇପାରେ ହଁ କିନ୍ତୁ ପ୍ରଶ୍ନ କରିବାକୁ ରାଉତ ତମକୁ ଜାଗା ଦବନି ନାଇଁ 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 ଆଉ ଜାଗା ଦବନି ନା ମଙ୍ଗଳା ମହାଭାରତ ହଁ ଅନନ୍ତ ଭଟ୍ଟକ ଚମ୍ପୁ ମହାଭାରତ ବାସ୍ ଏ ଦିଟା ଯାକ ଦେଖ ହଁ ତାରି ଭିତରେ କଥାବସ୍ତୁ ଅଛି ବାସ୍ ବାସ୍ ତାହେଲେ ଦ୍ରୌପଦୀ କଲା ବ୍ୟାସ ବାପା ହଁ ମୋ ବାପା ଦେଇଥିଲା ଯୋଡିଏ ନା କ'ଣ ମୋ ମା ଦେଇଥିଲା ଯୋଡିଏ ନା ବ୍ୟାସ କଲେ ହଉ ଚାରିଟା ନା ତ ହେଲାଣି ଆଜ୍ଞା ଚାରିଟା ଭାଇଙ୍କ ପାଇଁ ସୁଝେଇବା ହଁ। ତାପରେ ଦେଖିବା ଆଉ ଗୋଟେ ଭାଇଙ୍କ ନାଁରେ ଗୋଟେ ନା କଣ ଯୋଡିବା ଆଉ ଆଜ୍ଞା ଆଜ୍ଞା ବ୍ୟାସ ପଚାରିଲେ କଣ କଣ ନା କ'ଣ ଦ୍ରୌପଦୀ ଉତ୍ତର ଦେଲେ କ'ଣ କହିଲେ ମୁଁ ପାଞ୍ଚାଳରେ ଜନ୍ମ ହେଲି ନାମ ମୋ ଦେଲେ ପାଞ୍ଚାଳି ନାମ ବୋଦେଲେ ପାଞ୍ଚାଳି ନାମ ବୋଦେଲେ ପାଞ୍ଚାଳି ଆରେ ଯଜ୍ଞ ଶନିରୁ ଜନ୍ମ ଯାଜ୍ଞ ସେନି ମୋର ନାମ କହିଲେ ପାଞ୍ଚାଳ କଟକରେ ମୁଁ ଜନ୍ମ ହେଇଥିଲି ବୋଲି ମୋ ନାଁ ହଉଛି ପାଞ୍ଚାଳି ପାଞ୍ଚାଳି ଯଜ୍ଞ ନିଆଁରୁ ଉତ୍ପତ୍ତି ହେଇଥିଲି ବୋଲି ମୋ ନାଁ ଯାଜ୍ଞ ସେନି ଯାଜ୍ଞ ସେନି କୃଷ୍ଣଙ୍କର ଏ ଦିଟା ଦେଲେ ମୋ ବାପା ହଁ ମୋ ମା କଣ ଦେଲା କ'ଣ କୃଷ୍ଣଙ୍କର ରଙ୍ଗ ଯାହା ହଁ ମୋ ରଙ୍ଗ ହଉଛି ସେଇଆ ସେଇଆ ଆଉ ମୁଁ ପିଲାଦିନୁ କୃଷ୍ଣଙ୍କୁ ଭାରି ଭଲ ପାଉଥିଲି ହଁ ମୋ ଭିତରେ ଚିନ୍ତା ଥିଲା ମୁଁ କୃଷ୍ଣଙ୍କୁ ବାହା ହେବି ହଁ ତେଣୁ ହଁ ମୋ ମନ କଥା ଜାଣି ହଁ ମୋ ମା ମୋ ନାଁ ଦେଲା କୃଷ୍ଣା କୃଷ୍ଣ କହିଲା ଆଉ ଗୋଟେ ନା ଆଉ ଗୋଟେ ନା କହିଲା ଦ୍ରୁପଦ ରାଜାଙ୍କର ମୋ ଝିଅ ବୋଲି ହଁ ମୋ ନାଁ ଦ୍ରୌପଦୀ ଦେଲେ ବିପିନ ବାବୁ ଆଜ୍ଞା ଏଇଠି ଅସଲ କଥା ରହିଲା କ'ଣ କହିବ କୋଉ ପାଲା ବାଲାଙ୍କ ପାଖରେ ଇଆ ଉତ୍ତର ନାହିଁ କୋଉଟା କହିବ ଏଇ ଯୋଉଟାର କହିବି ନା ହଁ ଆଉ ଚ୍ୟାନେଲରେ କହିବି ଆଉ କହିବିନି କେମିତି ଗୋଟେ ନା ବ୍ୟାସ ଦ୍ରୌପଦୀଙ୍କର ଦେଲେ ହଁ କୋଉ ନା ଆଗ ହଁ କୋଉ ନା ବ୍ୟାସ ଗୋଟେ ନାଁ ଦେଲେ ପାଞ୍ଚଟା ନାଁ ଦରକାର ପାଞ୍ଚ ଭାଇଙ୍କ ପାଇଁ ପାଞ୍ଚଟା ନାଁ ସୁଝିବ ହଁ ଯଥା ଯୁଧିଷ୍ଠିର ଯାଜ୍ଞ ସେନି ଜକୁ ଜ ଜଗ ଜ ଯଥା ବିମର୍ଶ୍ୟ କୃଷ୍ଣା ଭକୁ କ ହଁ କଣ ନିଦ ଲାଗିଲା ଯଥା ଅର୍ଜୁନସ୍ୟ ଦ୍ରୌପଦୀ ଅକୁଦ ଦ ଯଥା ନକୁଳସ୍ୟ ପାଞ୍ଚାଳି ନକୁ ପ ଆଜ୍ଞା ଜ୍ୟୋତିଷ ମାନଙ୍କ ମତରେ ସୁଜୁନି ହଁ ନାଗନାଡି ପଡୁଛି ହଁ ବାହାଘର ହବା କଥା ନୁହଁ ନାଇଁ। କିନ୍ତୁ କିନ୍ତୁ ଯୋଉଠି ନାଗନାଡି ପଡୁଥିବ ହଁ। ସେଠି ଯଦି ରାଜଜଟକ ହେଲା ହଁ। ତାହେଲେ ବାହାଘରରେ କିଛି ଭୁଲ ହବନି ନା ନା ତାହେଲେ ନକୁଳସ୍ୟ ପାଞ୍ଚାଳି ଆଜ୍ଞା ଆଉ ଭାଇ ବଳିଛି ଗୋଟିଏ ଗୋଟିଏ ଆଉ ନା ନାହିଁ ନା ତାହେଲେ ସହଦେବଙ୍କ ନାଁ କୋଉ ନାଁରେ ସୁଝିବ ଛାନ୍ଦ ପଦେ ବୋଲିବା ହଁ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଆଜ୍ଞା ବହି ହେଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଜ୍ଞା ଏ ରାଗ ହେଲା କାମୋଦି ରାଗ କାମୋଦି ହାଁ ଦ୍ରୌପଦୀର ଆଉ ଗୋଟେ ନାଁ ଦେଲେ ବ୍ୟାସ ହଁ 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 କହିଲେ ହାଙ୍କ ପରିତ୍ରାଣ ଇଏ ବିନୋଦେ ବିଚକ୍ଷଣ
ବ୍ୟାସ ଦ୍ରୌପଦୀଙ୍କର ଗୋଟେ ନାଁ ଦେଲେ। ଆଜ୍ଞା ନାଁଟା ଶୁଣିକି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ହଁ ଆପଣ ମାନେ ଜାଣିଛନ୍ତି ହଁ ପ୍ରଳୟ ଜଳରେ ମାର୍କଣ୍ଡ ଭାସି ଯାଉଥିଲେ। ହଁ ମାର୍କଣ୍ଡ ନାମକ ଋଷି ପ୍ରଳୟ ଜଳରେ ଭାସି ଯାଉଥିଲେ। ଆଜ୍ଞା ତାଙ୍କୁ ନାରାୟଣ ଆଣିକି ତାଙ୍କ ଗର୍ଭ ଭିତରେ ରଖିଲେ। ହଁ ଆଜ୍ଞା ସେଦିନ ମାର୍କଣ୍ଡ ବଞ୍ଚିଗଲେ, ବାସ୍ କିନ୍ତୁ ପ୍ରଳୟ ଘୁଞ୍ଚିଥିଲା କି? ହଁ ନାଇଁ ନାଇଁ ପ୍ରଳୟ ଘୁଞ୍ଚି ନଥିଲା। ଆଜ୍ଞା ସଂସ୍କୃତ ମହାଭାଗବତ ହୁଁ। କବି ହେଲେ ବ୍ୟାସ। ଆଜ୍ଞା ଆଁ? ହୁଁ। କଲ ବିଶ୍ୱ ଉତ୍ପତ୍ତି ପ୍ରଳୟ ଆଜ୍ଞା ଶୟନଂ ବଟପୁଟୟୋ ମାର୍କଣ୍ଡ ଗର୍ଭଧାରୀଶ୍ଚ ୟେ ଅନନ୍ତାୟ ନମୋ ନମଃ। ପ୍ରଳୟ ଜଳରେ ମାର୍କଣ୍ଡ ଭାସି ଯାଉଥିଲେ, ମାର୍କଣ୍ଡକୁ ଆଣିକି ଗର୍ଭ ଭିତରେ ରଖିଲେ। ହଁ ଆଜ୍ଞା ସେଦିନ ମାର୍କଣ୍ଡ ବଞ୍ଚିଗଲେ, ହଁ କିନ୍ତୁ ମା ମାନେ ପ୍ରଳୟ ଘୁଞ୍ଚି ନଥିଲା। ନାଇଁ 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 ତାହେଲେ ଯଦୁମଣି କାହିଁକି ଏଡେ ବଡ କଥା ଲେଖିଲେ? କାଇଁ ଲେଖିଲେ କହିଲେ ଘୁଞ୍ଚିଗଲା ପ୍ରଳୟ, ବଞ୍ଚିଲେ ମାର୍କଣ୍ଡେୟ। ହଁ ହଁ? କାଇଁ ଲେଖିଲେ ଏ କଥାର ପ୍ରମାଣ କଣ? କଣ ନା ଘୁଞ୍ଚିଗଲା ପ୍ରଳୟ। ଆଜ୍ଞା ଭରା କୁରୁ ସଭା ତଳରେ ଦୁର୍ଯ୍ୟୋଧନ ଆଦେଶରେ ଦ୍ରୌପଦୀର ଅଣ୍ଟାରୁ ବସ୍ତ୍ର ଫିଟା ହଉଛି। ବାସ୍ ମା ମାନେ ଋତୁସ୍ନାତା ଥିଲା ବେଳେ ଏକ ବସ୍ତ୍ର ପରିହିତା ହେଇକି ଥାନ୍ତି। ତେଣୁ 4 ଦିନ ଋତୁ, 7 ଦିନରେ ସୁଦସ୍ନାନ। ସୁଦସ୍ନାନ ହବା ସୁଦସ୍ନାନ ହବା ପୂର୍ବରୁ ଦୁଃଶାସନ ଦ୍ରୌପଦୀ କେଶକୁ ଟାଣିକି ଆଣିଲା। ଭରା କୁରୁ ସଭା ତଳେ ବସ୍ତ୍ର ବିବସନ କଲା। ଦ୍ରୌପଦୀ ଡାକିଲେ ନାରାୟଣକୁ। ନାରାୟଣକୁ ଡାକିବାରୁ ନାରାୟଣ 56 କୋଟି ବସ୍ତ୍ର ଦେଇ ଦ୍ରୌପଦୀର ମାନକୁ ରକ୍ଷା କଲେ। ଅର୍ଥାତ୍ ଗୋଟେ ଶ୍ଲୋକ ବୋଲୁଛି ଦ୍ରୌପଦୀ କାବ୍ୟରେ ଭଦ୍ରକ ଜିଲ୍ଲା ଗାନାଟା ମନେ ପଡୁନି। ଭଦ୍ରକ ଜିଲ୍ଲାର ଉପେନ୍ଦ୍ର ଦାସ ବୋଲି ଜଣେ ପାଲା ଗାୟକ ଅଛନ୍ତି, ଭଲ ପାଲା ଗାୟକ। ତାଙ୍କର ଗୋଟେ ଝିଅ, ତା ନାଁ ହଉଛି ଶୁଭଦର୍ଶିନୀ ଦାସ। ସିଏ ଦ୍ରୌପଦୀ କାବ୍ୟରେ ଗୋଟେ ଶ୍ଲୋକ ଲେଖିଛନ୍ତି। ଆଜ୍ଞା 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 କଲେ ମାର୍କଣ୍ଡେୟ ପଞ୍ଚଭର୍ତ୍ତାସ୍ତୁ ବ୍ୟାସ ବଦତ ଭାରତୀ କନ୍ୟାୟଂ ସହଦେବାୟ ପ୍ରଦତ୍ତା ମଙ୍ଗଳା ସଭା। ଗୋଟେ ନାଁ ରଖିଲେ ବ୍ୟାସ ମାର୍କଣ୍ଡେୟ। ଆପଣ ମାନେ କହିବେ ମାର୍କଣ୍ଡେୟ ଗୋଟେ ପୁରୁଷ ନାଁ। ପୁରୁଷ ନାଁଟେ ୟ ଶବ୍ଦଟା ପୁରୁଷ ଡାହାଣେ ଲାଗିପାରିବ, ନାରୀ ଡାହାଣେ ଲାଗିପାରିବ। କାହିଁକି? ଏଇଟା ଆମ ବର୍ଣ୍ଣ ଭିତରେ ୟା ସ୍ଥାନ ନାହିଁ। ଳ ଆଉ ୟ ଏ ଦିଟା ଆମ ବର୍ଣ୍ଣ ଭିତରେ ତାଙ୍କ ସ୍ଥାନ ନାହିଁ। ଳ ଜାଗାରେ ଲ ଲେଖା ହେଇପାରିବ, ଲ ଜାଗାରେ ଳ ଲେଖା ହେଇପାରିବ। ଆଉ ଗୋଟେ କହିଲି ବ, ଆଉ ଗୋଟେ ବ, ଗୋଟାଏ ବ ତଲବେଶ, ଗୋଟାଏ ବ ଭମଜ। ଏ ଦିଟା ଯାକ ବ ଏକା, କିନ୍ତୁ ଉଚ୍ଚାରଣ ଅଲଗା। ୟା ନା ବ, ତା ନା ଉ। ତେଣୁ ଏ ଯେମିତି ୟଟା ସେମିତି ପୁରୁଷ ଠେଇ ଲାଗିପାରିବ, ନାରୀ ଠେଇ ଲାଗିପାରିବ। ତେଣୁ ବ୍ୟାସ ଗୋଟେ ନାଁ ଦେଲେ, ତା ନାଁ ହଉଛି ମାର୍କଣ୍ଡେୟ। ପ୍ରଦତ୍ତା ମଙ୍ଗଳା ଶୋଭା, ଦାଣ୍ଡକୁ ଏକଥା ସୁନ୍ଦର ଦିଶିଲା। କନ୍ୟାୟଂ ସହଦେବାୟ, ଏ କନ୍ୟା ମାର୍କଣ୍ଡେୟ ସାଙ୍ଗରେ ସହଦେବର ରାଶି ନକ୍ଷତ୍ର ଗଣା ହେଲା। ଆଚ୍ଛା ମା ମାନେ ଇଏ ବାହାଘର କରିବେ, ବ୍ୟାସ ସେଠି ବଡ ପୁରୋହିତ ହେଇକି ବସିଲେ। ଆ ଦି ପକ୍ଷରୁ ଯୋଡେ ପୁରୋହିତ ନଥାନ୍ତି, ଗୋଟେ କନ୍ୟା ପକ୍ଷର ଗୋଟେ ବର ପକ୍ଷର। ବ୍ୟାସ ହେଲେ ପାଣ୍ଡବ ପକ୍ଷର, ଧୌମ୍ୟ ପୁରୋହିତ ହେଲେ ଦ୍ରୁପଦ ପକ୍ଷର। ଏ ଦି ପୁରୋହିତ ମନ୍ତ୍ର ଉଚ୍ଚାରଣ କଲେ, ହାତ ଗଣ୍ଠି ପକେଇଲେ। ହଁ ବିପିନ ବାବୁ, ଇଏ ଝିଅ ହାତ ସାଙ୍ଗରେ ପୁଅ ହାତ ଗଣ୍ଠି ପଡେ। ଏଇଟା ହେଲା ଦ୍ରୌପଦୀର ହାତ। ଆଗ କାହା ହାତ ପଡିବ? ଯୁଧିଷ୍ଠିରଙ୍କର। ଭୀମ ହାତ ମା କୋଉଠି ଥୁଆ ହବ? ଆଗ ଦ୍ରୌପଦୀ ହାତ, ତାପରେ ଯୁଧିଷ୍ଠିର ହାତ, ଛକ ପଡିକି ହାତ ଥୁଆ ହେଲା। ତାପରେ ଥୁଆ ହବ ଭୀମ ହାତ। ଭୀମ ହାତ ଯୁଧିଷ୍ଠିର ହାତ ଉପରେ ରହିବ, ଅର୍ଜୁନ ହାତ ଭୀମ ଉପରେ ରହିବ, ନକୁଳ ହାତ ଅର୍ଜୁନ ଉପରେ ରହିବ, ସହଦେବ ହାତ ନକୁଳ ଉପରେ ରହିବ। କଣ ଭାଇ କି ଭାଇ ବାହା ହବ? ତା ମାନେ ଦ୍ରୌପଦୀ ସାଙ୍ଗରେ ହାତ ଗଣ୍ଠି ପଡୁଛି, ହଁ ନା ଭାଇ ଭାଇଙ୍କ ସାଙ୍ଗରେ ସାଙ୍ଗରେ ଭାଇର ହାତ ଗଣ୍ଠି ପଡୁଛି। ହଁ
তাহলে কেমিতি হব? কেমতি হব ଦେଖିବା। এই পাল্লার বিশেষত্ব হচ্ছে এইয়া। হ্যাঁ কোন কোন কেমিতি পাঞ্চ ভাই যাক বাহা হেলে? হ্যাঁ হ্যাঁ আর গোটে শ্লোক হ্যাঁ বলে ধর্মরাজ বৃদ্ধাঙ্গুলি ভীমসেন চতুর্জনী মধ্যম মধ্যমাশ্চৈব অনামিকা চনকুল কনিষ্ঠা সহদেব চ বিবাহে সম্পাদয়তে। আচ্ছা মা মাউসী ভৌণী ঝিও যেতে অছ মুন্ডিয়া মাইলা বেলে কোউ আঙ্গুঠাকে মুন্ডরে লগাউছ? তোতে পচাରୁଛି কই দউଛୁ? বুড়ি তো মুন্ডিয়া মারছি জানি নাই কি আজ্ঞা কোউ আঙ্গুঠা মুন্ডরে লগাউছে? এইটা বুঢ়া আঙ্গুঠি। আইয়া ପାଞ୍ଚ ଭାଇଙ୍କ ଭିତରେ ବୁଢା କିଏ? ଯୁଧିଷ୍ଠିର। ଦ୍ରୌପଦୀର ବୁଢା ଆଙ୍ଗୁଠିଟାକୁ ଯାଇକି ଧଇଲେ କିଏ ନା ଯୁଧିଷ୍ଠିର। ଏଇ ଆଙ୍ଗୁଠି ସାଙ୍ଗରେ ଦ୍ରୌପଦୀଙ୍କର ହାତ ଗଣ୍ଠି ପଇଲା। ଆଚ୍ଛା କଳି ଖୋଜିବା ବେଳେ ତମେ କୋଉ ଆଙ୍ଗୁଠିଟାକୁ ବାହାର କର? ଶାଶୁ ସାଙ୍ଗରେ କଳି ହଉଥିବ ଦାନ୍ତକୁ ରେକଟିକି ଅଣ୍ଟାକୁ ଭିଡିକି ଋଷିଆରଣ ତୋତେ ଠିକ କରିଦେବି। এক সাবধান ହାଁ? ଠିକ କରିଦେବି ତୋତେ ଋଷିଆ। ଆଜ୍ଞା କଳି ହେଲା ବେଳେ ଏଇ ଆଙ୍ଗୁଠି ବାହାରିବ। ଭୀମ ଯାଇକି ଧଇଲା ଏଇଟାକୁ ତର୍ଜନୀ। ମଧ୍ୟମ ମଧ୍ୟମାଙ୍ଗୁଳି ମଧ୍ୟମ ବୋଇଲେ ଅର୍ଜୁନ। ପାଞ୍ଚ ଭାଇଙ୍କ ଭିତରେ ବଳୁଆ ହଉଛି ଅର୍ଜୁନ। ଅର୍ଜୁନ ପାଞ୍ଚ ଭାଇ ପାଞ୍ଚ ଆଙ୍ଗୁଠି ଭିତରେ ଏଇ ଆଙ୍ଗୁଠିଟା ହଉଛି ବଳୁଆ, ଏଇଟା ବି ମଝିଆ। ତେଣୁ ଅର୍ଜୁନ ଏଇ ଆଙ୍ଗୁଠିଟାକୁ ଧଇଲେ। କହିଲା ଆଚ୍ଛା ପାଞ୍ଚ ଆଙ୍ଗୁଠି ଭିତରେ ସୁନ୍ଦର କିଏ? ଏଇଟା এইটা ଯୋଉଥିରେ ମୁଦି ଲାଗିବ ଯୋଉଥିରେ କୁଶ ଲାଗିବ ଏଇ ଆଙ୍ଗୁଠିଟା ହଉଛି ସବୁଠୁ ସୁନ୍ଦରିଆ। ତେଣୁ ନକୁଳ ଯାଇକି ଅନାମିକା ଆଙ୍ଗୁଠିକି ଧଇଲେ। ସହଦେବ ହଉଛି ଗଣନା ବାଲା। ଆଜ୍ଞା ଆମେ ରବି ସୋମ ମଙ୍ଗଳ ବୁଧ କାଣିରୁ ଆରମ୍ଭ କରିବା। ସୋମ ମଙ୍ଗଳ ବୁଧ ଗୁରୁ କାଣିରୁ ଆରମ୍ଭ କରିବା। 1 2 3 4 କାଣିରୁ ଆରମ୍ଭ କରିବା। ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ କାଣିରୁ ଆରମ୍ଭ କରିବା। ଯେତେ ନାଁ ଅଛି ସବୁ କାଣିରୁ ଆରମ୍ଭ କରିବା। ସହଦେବ ଯାଇକି କନିଷ୍ଠ ଅଙ୍ଗୁଳିକି ଧଇଲେ। আরে লগন পরে মঙ্গন আউ তাপরে বাহাঘর। মঙ্গল পরে পরে বাগাঘর। আরে লগন পরে মঙ্গন আউ তাপরে বাহাঘর। আরে সাজিতে কনিয়া বেশ তু সাজিতে কনিয়া বেশ। তু সাজিতে কনিয়া বেশ তু সাজিতে কনিয়া বেশ। মু সাজিতে বিভর লগন পরে মঙ্গন ଆଉ ତାପରେ ବାହାଘର ଆଉ ଲଗନ ପରେ ମଙ୍ଗନ ଆଉ ତାପରେ ବାହାଘର। ବିପିନ ବାବୁ ସାରେ ବାହାଘର କାର୍ଯ୍ୟ ସରିଗଲା। ପାଞ୍ଚ ଭାଇ ଯାକ ବାହା ହେଇଗଲେ। ହଁ। ଏ ଯୁଧିଷ୍ଠିର ଦେଖନ୍ତୁ ଆଜ୍ଞା ଆଜ୍ଞା। ଆମେ ସମସ୍ତେ କହୁଛେ ଯୁଧିଷ୍ଠିର ତ ଧାର୍ମିକ ଜ୍ଞାନୀ ବୋଲିକି କହୁଛେ। ଆଜ୍ଞା। ମିଛ କହିକି ଦ୍ରୌପଦୀ କି ବାହା ହେବାର ଗୋଟେ ନାଟକ କଲା। ଦ୍ୱିତୀୟ ଭୁଲ କଲା ବ୍ୟାସ ପୁରୋହିତେ ଧୌମ୍ୟ ପୁରୋହିତେ। ଆମେ ତ ଗୋଟେ ଝିଅକୁ ପାଞ୍ଚ ଭାଇ ବାହା ହେଲୁ। 4 ଦିନରେ ଚତୁର୍ଥୀ ହବ। ଚତୁର୍ଥୀ ଆଗ କିଏ କରିବ? ଯୁଧିଷ୍ଠିର କହିଲେ ଆଗ ବାସର ରାତିରେ କିଏ ରହିବ? କହୁନୁ ଟକଟକ ହଉଥିଲୁ। ବ୍ୟାସ କହିଲେ ହଁ ଏତେ ବାଟ ଯାଏ ତ ବେଳେ ଯେ ଠିକ ବାଟରେ ଆଇଲା। ଏଠି ତ ବାଟ କେମିତି ଭୁଲ ହେଲା ଭଳିଆ ମତେ ଲାଗୁଛି। ବ୍ୟାସ କହିଲେ ଗୋଟେ ଉପାୟ କର। କଣ ଉପାୟ? ଗୋଟେ ଉପାୟ କର 12 ବାଣ୍ଟି ଦବା। ବାଣ୍ଟ ତ ସାର୍ ହଁ। 12 ଦ୍ରୌପଦୀ କହିଲେ କହିଲେ ବ୍ୟାସ ଠାକୁର ଯଦି 12 ବାଣ୍ଟିବ ରବିବାର ହଉଛି ପ୍ରଥମ ଯୁଧିଷ୍ଠିର ପାଳି ପଡିବ ତାପରେ ପଡିବ ଭୀମ। ଇଏ ଦିନକ ପରେ ଦିନ ଯଦି ମୋ ସାଙ୍ଗରେ ଜଣେ ଜଣେ ରମଣ କରିବେ ମୁଁ ଆଉ କୁଆଁରୀ ହେଇକି ରହିବିଟି? ନାଇଁ ତ ମୁଁ କୁଆଁରୀ ହେଇକି ରହିବିଟି? ନାଇଁ ବା ନା ମୋ ସତୀତ୍ୱ ମୋ ପାଖରେ ରହିବରେ। ଆରେ ବ୍ୟାସ କହିଲେ ଝିଅ ଆଜ୍ଞା ଆଜ୍ଞା ତୋର ସାଧାରଣ ଜ୍ଞାନ ଅଭାବ। କଣ ଜ୍ଞାନ ଭାବ? ତୁ ପୁରା ଅଗ୍ନିରୁ ଜନ୍ମ। ହଁ ହଁ ତୁ ଅଗ୍ନିରୁ ଜନ୍ମ। କହିଲେ ଅଗ୍ନି ଯେ ସନେ ସର୍ବ ଖାଇ বিচারে দোষ গুণ নাই বিচারে দোষ গুণ নাই
ବ୍ୟାସ କହିଲେ ଝିଅ ତୁ ଅଗ୍ନି ସମ୍ଭବା ଆଜ୍ଞା ଆଜ୍ଞା ତୋ ବାପା ଯୋଉ ଯଜ୍ଞ କଲେ ଓଙ୍କାର ଯଜ୍ଞ କୁଣ୍ଡରୁ ତୁ ନିଆଁରୁ ବାହାରିଲୁ ତେଣୁ ସବୁଦିନ ଆଜ୍ଞା। ସ୍ୱାମୀ ସାଙ୍ଗରେ ମିଳନ ହେଲା ପରେ ସୂର୍ଯ୍ୟ ଉଦୟ ପୂର୍ବରୁ ଆଜ୍ଞା। ତୁ ଅଗ୍ନିରେ ଗାଧେଇ ପଡିବୁ ଅଗ୍ନିରେ ଗାଧେଇ ପଡିଲେ ଯେତେ ପାପ ଏ ଶରୀରରେ ଥିବ ସବୁ ଯାକ ଜଳି ପୋଡି ପାଉଁଶ ହେଇଯିବ ବାର ବଣ୍ଟା ହେଇଗଲା ଆଜ୍ଞା ରବିବାର ନେଲେ ଯୁଧିଷ୍ଠିର ଆଜ୍ଞା ସୋମବାରେ ଆଜ୍ଞା ଏଠି କେହି ଯେତେ ନାରୀ ଅଛ ଯେତେ ପୁରୁଷ ଅଛ ଗୋଟାଏ କଥା କହିବି ଅପ୍ରିୟ ସତ୍ୟ କେହି ଆଉ ଖରାପ ଭାବିବନି ନାଇଁ ନାଇଁ କଣ କହିବି କଣ କହିବ ରବିବାର ନେଲେ ଯୁଧିଷ୍ଠିର ସୂର୍ଯ୍ୟବାର ହଁ ଭୀମ ନେଲା ସୋମବାର ଆଜ୍ଞା। ତାପରେ ପଡିବ ମଙ୍ଗଳବାର ମଙ୍ଗଳବାରଟା ହିସାବରେ ହଉଛି ଅର୍ଜୁନର କିନ୍ତୁ ଅର୍ଜୁନ ମନା କଲା କାହିଁକି କହିଲା ବଡ ଭାଇ ତମେ ଭଲ ବାର ନବ ଆଉ ମତେ ଦେଲା ବେଳକୁ ମଙ୍ଗଳବାର ଦେବ ନା ରେ ମଙ୍ଗଳବାରଟା ଅସୁବିଧା କଣ କଣ ଖରାପ ସେଇଟା ପରା ମଙ୍ଗଳାଙ୍କ ବାର ନା ମଙ୍ଗଳାଙ୍କ ବାର ଯେ ହଁ ସେଦିନଟା ହଉଛି ଘାତ ଚନ୍ଦ୍ର ମହାପୁରୁଷ ଅଚ୍ୟୁତାନନ୍ଦ ଚିତ୍ତବୋଧ ବହିରେ କହିଲେ କହିଲେ ମଙ୍ଗଳବାରରେ ଯେବେ ଏଇଟା କୋଉ ସ୍ୱର ଜାଣିଛୁ ଆଜ୍ଞା ଏଟା ଦାସକାଠିଆ ସ୍ୱର ବୁଲୁନାହାନ୍ତି ଆଜ୍ଞା କହିଲେ ମଙ୍ଗଳବାରରେ ଯେବେ ଇଏ କରିବ ରମଣ ଭଲା ଭଲା କରିବାର ମଣ ଭଲା ଭଲା କରିବାର ମଣ ଆଜ୍ଞା ଗାୟକ କଲ୍ଲୋଳ ରାଜମିଶ୍ରଙ୍କୁ ଆପଣ ମାନେ ଜାଣିଥିବେ ରାଜକିଶୋର ମିଶ୍ର ମାଣିଆ ବନ୍ଧ ସିଏ ଯେତେବେଳେ ଏଇ ସ୍ୱରଟା ପକେଇବେ କେମିତି ପକେଇବେ ଜାଣିଛନ୍ତି ଆଉ ପାଳିଆକୁ ଶୋଧିବେ ବି ଏଇ ପେଣ୍ଡାଲରେ ଶୋଧିବେ କହିଲେ ମଙ୍ଗଳବାରରେ ଯେବେ ମୋର ତ ହଉନି ମୁଁ କଣ କରିବି ନାଇଁ ହବ ଯେ ତମେ ଟିକେ କଲ ଟିକେ ଉଠ ସେ ଗଲେଣି ତମେ ଯାଉନଣି କି କିଏ ଗଲାଣି ରାଜମିଶ୍ର ଗଲେଣି ତାଙ୍କର ବୟସ ହେଲା ସିଏ ଗଲେ ମୋର କଣ ବୟସ ହେଲାଣି ତମେ ଯିବନି ଏ ଛେଳି ମାଳି ତୁ ସାରଙ୍କୁ କହୁଛୁ ସିଏ ଯିବେ ତୁ କୋଉଠି ତୋ ମାଇପ ସାଙ୍ଗରେ ପାଲା ଗାଇ ଏଇ ଭାଷା ହାଡ଼ ହଉଛି ଭାଷା ହାଡ ହଉଛି ପୁଅ ମାରିକି ଜାଲ ପଠେଇଦେବି ଦେଖିବା ଆକ୍ସନ ଦେଖିବା ଇଏ ମଙ୍ଗଳବାରରେ ଯେବେ କରିବ ଭଲା ଭଲା କରିବାର ମଣ ଭଲା ଭଲା କରିବାର ମଣ ନମ୍ପୁସକ ଇଏ ମାଇ ଅନ୍ଧ ଛଟା କଣା ପୂଜା ହୋଇ କରିବେ